ନମସ୍କାର ଫ୍ରେଣ୍ଡ, ଜୟ ଶ୍ରୀକୃଷ୍ଣ। ଆପଣ ସମସ୍ତଙ୍କୁ ପୁଣି ଥରେ ଆମ ୟୁଟ୍ୟୁବ ଚ୍ୟାନେଲକୁ ସ୍ୱାଗତମ। ଆଜି ମୁଁ ଆପଣମାନଙ୍କୁ କହିବି କି ଆଗାମୀ ଏହି 24 ଏବଂ 25 ତାରିଖର ଦିନ ଆପଣମାନଙ୍କର କିପରି ଭାବରେ ସାବ୍ୟସ୍ତ ମଧ୍ୟ ହେବ। ଆପଣମାନଙ୍କ ପାଇଁ କି ସୁବିଚାର ରହିଛି କି ଦେଖାଯାଉଥିବା ସ୍ୱପ୍ନ ହୋଇକିନା ରହିଯାଇଥାଏ ଏ ପର୍ଯ୍ୟନ୍ତ ବ୍ୟକ୍ତି ନିଜର ଝାଳକୁ ବୁହାଇ ନଥାଏ। ଯଦି ଜୀବନରେ ସଫଳତା ପ୍ରାପ୍ତ କରିବାର ଅଛି ତ ଆପଣମାନେ ପରିଶ୍ରମ ଏବଂ ବିଶ୍ୱାସ କରିବା ଶିଖି ନିଅନ୍ତୁ। ଦେଖିବେ ତେବେ ଯାଇ ଆପଣମାନଙ୍କୁ ସୁଯୋଗ ସଫଳତା ମଧ୍ୟ ମିଳିବ। ଆପଣମାନଙ୍କୁ ସଫଳତା ମିଳିବା ପାଇଁକିନା ଆପଣମାନଙ୍କୁ ବହୁତ ସାରା ପରିଶ୍ରମ ମଧ୍ୟ କରିବା ପାଇଁକିନା ପଡ଼ିବ। ଯଦି ମୁଁ ଆପଣମାନଙ୍କୁ କହିବି କି ଏଇ 24 ଏବଂ 25 ତାରିଖର ଦିନ ଆପଣମାନେ ନିଜର ପଞ୍ଚାଶ ସଫଳତା ହାସଲ ମଧ୍ୟ କରିବେ। ତା ସହିତ ଆପଣମାନଙ୍କର ଆର୍ଥିକ ସ୍ଥିତିରେ ସୁଧାର ମଧ୍ୟ ମିଳିବ। ଅଟକିଥିବା କିମ୍ବା ଉଲୁଜୁଥିବା ପଇସା ମିଳିବା କାରଣରୁ ସମୟ ଆପଣମାନଙ୍କର ଏ ସବୁ ସ୍ଥିତିରେ ଅନୁକୂଳ ମଧ୍ୟ ହୋଇକିନା ରହିବ। ବିଶେଷ ଭାବରେ ପିଲାଙ୍କର ପାଠପଢ଼ା ଆଉ ବିବାହ ସମ୍ବନ୍ଧିତ ଗତିବିଧିରେ ଖର୍ଚ୍ଚ ଆପଣଙ୍କର ଅଧିକ ଟିକେ ହୋଇପାରେ। ସେଥିପାଇଁ ଆପଣମାନଙ୍କୁ ଭଲ ସ୍ଥିତି ମଧ୍ୟ ମିଳିବ। ତା ସହିତ ଯଦି ବନ୍ଧୁଗଣ କହିବା ପିଲାମାନଙ୍କର କିରକାରୀ ସମ୍ବନ୍ଧିତ କୌଣସି ଖୁସି ଖବର ମିଳିବା କାରଣରୁ ଘରେ ଖୁସିର ବାତାବରଣ ମଧ୍ୟ ବନିଯିବ। ବିଶେଷ ଭାବରେ ଯଦି ସରକାରୀ କାର୍ଯ୍ୟରେ ଆପଣମାନଙ୍କର ଚାଲୁଥିଲା ତ ଏ ସବୁ ଦିନରେ କୌଣସି ମହତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କର ପରାମର୍ଶ ଆପଣମାନଙ୍କ ସପକ୍ଷରେ ମଧ୍ୟ ଯାଇପାରେ। କୌଣସି ଧାର୍ମିକ ସ୍ଥଳରେ ଯିବାର ଅନେକ ସ୍ଥିତି ମଧ୍ୟ ବନୁଛି। କୌଣସି ବି କାର୍ଯ୍ୟ କରିବା ପୂର୍ବରୁ ବିବେକ ଏବଂ ଧୈର୍ଯ୍ୟର ସହ ଆପଣମାନେ କାମ ମଧ୍ୟ କରନ୍ତୁ। କାହିଁକିନା ଭାବନାରେ ନିଆଯାଇଥିବା ନିର୍ଣ୍ଣୟ ଆପଣମାନଙ୍କ ପାଇଁକି ନୁକସାନ ମଧ୍ୟ ହୋଇପାରେ। ଜମି ଜାଇଦାଦ ସମ୍ବନ୍ଧିତ ସବୁ କାଗଜ କରବାୟ କରିବା ସମୟରେ ଲାପରବାହୀ ଆଦୌ ବି କରନ୍ତୁ ନାହିଁ। ଅନ୍ୟଥା କୌଣସି ପ୍ରୋବ୍ଲେମରେ ମଧ୍ୟ ଆପଣମାନେ ଫସି ପାରନ୍ତି। ବିଦ୍ୟାର୍ଥୀଙ୍କୁ ନିଜର ପାଠପଢ଼ା ପ୍ରତି ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ମଧ୍ୟ ରହିଅଛି। ପ୍ରପର୍ଟି ବିଜନେସ ଆପଣମାନଙ୍କର ଫାଇନାଲ ମଧ୍ୟ ହୋଇପାରେ। ସାବଧାନର ସହିତ ଆପଣମାନେ ସବୁ କାର୍ଯ୍ୟ କରନ୍ତୁ। ତା ସହିତ ବ୍ୟବସାୟ ପାର୍ଟି ଏବଂ ବ୍ୟାପାରିକ ଗତିବିଧି ଆପଣମାନଙ୍କର ବହୁତ ଭଲ ମଧ୍ୟ ରହିବ। ସରକାରୀ ଚାକିରି ପେଶା ଲୋକଙ୍କୁ ସ୍ଥାନ ପରିବର୍ତ୍ତନ ସମ୍ବନ୍ଧିତ ଭଲ ଖବର ମଧ୍ୟ ମିଳିବ। ପରିବାର ଜନଙ୍କ ସହିତ ଭଲ ସମୟ ବ୍ୟତୀତ କରିବାରେ ଆପଣମାନଙ୍କୁ ବହୁତ ଖୁସି ଅନୁଭବ ମଧ୍ୟ ହେବ। ପ୍ରେମ ସମ୍ବନ୍ଧରେ ଆକସ୍ମିକ ସାମଞ୍ଜସ୍ୟ ସ୍ଥିତି କାରଣରୁ ଆପଣମାନଙ୍କୁ ଖୁସି ମଧ୍ୟ ଅନୁଭବ ହେବ। ତା ସହିତ ଘରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇକି ଆପଣମାନଙ୍କର ଚିନ୍ତା ବନିକିନା ହୋଇକିନା ରହିବ। କିନ୍ତୁ ଆପଣମାନେ ନିଜର ସ୍ୱାସ୍ଥ୍ୟ ପ୍ରତି ସଜାଗ ହୋଇକିନା ରହିବାର ଅତି ଆବଶ୍ୟକତା ମଧ୍ୟ ରହିଅଛି। କିଛି କଥା ଇଚ୍ଛା ବିରୁଦ୍ଧ ହେବା କାରଣରୁ ଦୁଃଖ ଆପଣମାନଙ୍କର ବନିକିନା ରହିବ। କିନ୍ତୁ ନିଜକୁ ଏସବୁ କଥାରୁ ବାହାର କରିବା ଆପଣମାନଙ୍କ ପାଇଁକି ଆସାନ ମଧ୍ୟ ହୋଇପାରେ। ଏ ଦିନର ବ୍ୟବହାର ଆପଣମାନଙ୍କର ଭାବନାତ୍ମକ ରୂପରେ ନ କରି ନିଜର କାମ କରିବା ଭାବରେ ଟ୍ରାଏ ମଧ୍ୟ କରି ନିଅନ୍ତୁ। ଯେତେ ମାନସିକ ଚିନ୍ତାରେ ଆପଣମାନେ ରହିବେ ସେତେ କାର୍ଯ୍ୟକୁ ଆପଣମାନେ କରିପାରିବେ ନାହିଁ। ତେଣୁ ମନକୁ ଶାନ୍ତ ମଧ୍ୟ ରଖନ୍ତୁ। କାମ ସିଲସିଲାରେ କୌଣସି ବ୍ୟକ୍ତିମାନଙ୍କ ସହିତ କଥାବାର୍ତ୍ତା କରିଲା ବେଳେ ଆପଣମାନେ ଶବ୍ଦର ଉଲ୍ଲଂଘନ ମଧ୍ୟ କରନ୍ତୁ ନାହିଁ, ନଚେତ୍ ପ୍ରୋବ୍ଲେମରେ ମଧ୍ୟ ପଡ଼ିପାରନ୍ତି। ରିଲେସନସିପ ସହିତ ଜଡ଼ିତ କଥା ସ୍ପଷ୍ଟ ଭାବରେ ସାମ୍ନାକୁ ମଧ୍ୟ ଆସିବ। ଏହାର ନିର୍ଣ୍ଣୟ ନେବା ପାଇଁକିନା ଆପଣମାନଙ୍କ ପାଇଁ ଆସାନ ମଧ୍ୟ ହୋଇକିନା ରହିବ। କୌଣସି କାର୍ଯ୍ୟକୁ କରିବା ପୂର୍ବରୁ ତା ସହିତ ଜଡ଼ିତ ଇନଫରମେସନ ମଧ୍ୟ ଜାଣିବା ପାଇଁକିନା ଆପଣମାନେ ଟ୍ରାଏ ମଧ୍ୟ କରନ୍ତୁ। ତାହା ଦ୍ୱାରା ଭଲ ସ୍ଥିତି ମଧ୍ୟ ବନିବ। ଆପଣମାନଙ୍କର ସମ୍ମାନ ମଧ୍ୟ ବଢ଼ିବ। ମାତା ପିତା ଏବଂ ବରିଷ୍ଠ ଲୋକଙ୍କ ମାନ ସମ୍ମାନ ଆପଣମାନଙ୍କର ବଢ଼ିବାର ଅତି ଆବଶ୍ୟକତା ମଧ୍ୟ ରହିଅଛି। ତା ସହିତ ତାଙ୍କ ଆଶୀର୍ବାଦ ଏବଂ ସହଯୋଗ ଆପଣମାନଙ୍କୁ ପ୍ରାପ୍ତ ମଧ୍ୟ ହେବ। ଅନ୍ୟମାନଙ୍କ ଠାରୁ ଅଧିକ ଆଶା କରିବା ଠାରୁ ନିଜର କାର୍ଯ୍ୟପ୍ରଣାଳୀରେ ବିଶେଷ ଭାବରେ ବିଶ୍ୱାସ କରିବାର ଆବଶ୍ୟକତା ମଧ୍ୟ ରହିଅଛି। ବ୍ୟବସାୟିକ କ୍ଷେତ୍ରରେ କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ମାର୍ଗଦର୍ଶନ ଆପଣମାନଙ୍କ ପାଇଁକିନା ସାହାଯ୍ୟକାର ସାବ୍ୟସ୍ତ ମଧ୍ୟ ହେବ। କାହାର ପରାମର୍ଶରେ ଆପଣମାନେ ଆଦୌ ବି ମଧ୍ୟ ଫସନ୍ତୁ ନାହିଁ।
ଚାକିରି ପେଶା ବ୍ୟକ୍ତିଙ୍କୁ ବହୁତ ଭଲ ଭାବରେ ନିଜର କାମକୁ କରିବେ। ଏହା ଦ୍ୱାରା ଅଧିକାଧିକ ଲାଭ ମଧ୍ୟ ଆପଣମାନଙ୍କୁ ମିଳିବ। ପତି ପତ୍ନୀଙ୍କ ମଧ୍ୟରେ ମଧୁରପୂର୍ଣ୍ଣ ସମୟ ମଧ୍ୟ ରହିବ। ଅବିବାହିତ ଲୋକମାନଙ୍କ ପାଇଁ ଭଲ ସମ୍ପର୍କ ମଧ୍ୟ ଆସିପାରେ ତଥା ସନ୍ତୁଳିତରେ ଆପଣମାନେ ନିଜକୁ ମଜବୁତ ବନେଇକିନା ରଖିବା ଆବଶ୍ୟକତା ମଧ୍ୟ ରହିଅଛି। ତା ସହିତ ଯଦି କହିବା ଆପଣମାନଙ୍କର ନିର୍ଣ୍ଣୟ ଠିକ୍ ରହିବ କିନ୍ତୁ ବୁଝାମଣା ମଧ୍ୟ ଉତ୍ପନ୍ନ ହୋଇପାରେ। ତା ସହିତ ଆପଣମାନେ ପାର୍ଟନରସିପରୁ ଦୂରେଇ ରହିବା ଦ୍ୱାରା ଆପଣମାନଙ୍କୁ ଏକାପଣ ମଧ୍ୟ ଅନୁଭବ ହୋଇପାରେ। ଯଦି ମହିଳାମାନଙ୍କ ବିଷୟରେ ଯଦି କହିବା ମହିଳାମାନଙ୍କ ପାଇଁ ସ୍ଥିତି ବହୁତ ଭଲ ରହିବ। ପ୍ରେମ ଜୀବନରେ ଯଦି କହିବା ତ ଏ ଦିନ ଆପଣମାନଙ୍କ ସପକ୍ଷରେ ମଧ୍ୟ ଯିବ। ଏ ସମୟରେ ଆପଣମାନେ ସମସ୍ତ କାର୍ଯ୍ୟକୁ ସମ୍ମାନର ସହିତ ମଧ୍ୟ ପୁରା କରିବେ। ଯେଉଁ କାରଣରୁ ପାର୍ଟନର ଜଣେ ଆଉ ଜଣଙ୍କ ମହତ୍ତ୍ୱକୁ ବୁଝି ମଧ୍ୟ ପାରିବେ। ତା ସହିତ ଏ ସବୁ ସ୍ଥିତି ଆପଣମାନଙ୍କର ଆହୁରି ଅଧିକ ମଜବୁତ ମଧ୍ୟ ବନିକିନା ରହିଯିବ। ଆପଣ ଆପଣମାନଙ୍କର ଜୀବନସାଥୀ ମାନଙ୍କର ପ୍ରେମର ସ୍ଥିତିକୁ ମଧ୍ୟ ଅନୁଭବ କରିପାରିବେ। ଯେଉଁ କାରଣରୁ ଆପଣମାନଙ୍କୁ ଦୁନିଆ ସାରାର ସବୁ ଜିନିଷକୁ ଭୁଲି ନିଜ ସାଥୀଙ୍କ ସହିତ ସମ୍ବନ୍ଧ ବନିକିନା ରଖିବାର ଅବସର ମଧ୍ୟ ପ୍ରାପ୍ତ ମଧ୍ୟ ହେବ। ଆପଣ ଦୁଇ ଜଣଙ୍କ ମଧ୍ୟରେ ଚାଲୁଥିବା ବିବାଦ ଖତମ ହେବାର ପୁରା ସମ୍ଭାବନା ମଧ୍ୟ ବନୁଅଛି। ତା ସହିତ କ୍ୟାରିୟର ବିଷୟରେ ଯଦି ଆଲୋଚନା କରିବା ତ ଏ ସମୟରେ ବିଶେଷ ରୂପରେ ସେ ସବୁ ଲୋକମାନଙ୍କ ପାଇଁକିନା ଭଲ ବା ସଫଳ ହୋଇକିନା ରହିବ ଯେଉଁ ବ୍ୟକ୍ତିମାନେ ଶିକ୍ଷଣ ଏବଂ ଲେଖନୀ କ୍ଷେତ୍ରରେ ଜଡ଼ିତ ମଧ୍ୟ ଅଛନ୍ତି। ସେମାନଙ୍କୁ ବହୁତ ଅନେକ ଖୁସି ପ୍ରାପ୍ତ ମଧ୍ୟ ହେବ। ଏ ଦିନରେ ଆପଣମାନେ ଲମ୍ବା ଯୋଜନାକୁ ନିବେଶ କରିବାର ସମ୍ଭାବନା ମଧ୍ୟ ରହିଅଛି। ତା ସହିତ ଆପଣମାନେ ସେ ସବୁ ପ୍ରୟାସର ଲାଭ ମଧ୍ୟ ପାଇବେ ଯେଉଁ ସବୁକୁ ଆପଣମାନେ ପାଇବା ପାଇଁକିନା ଟ୍ରାଏ ମଧ୍ୟ କରୁଥିଲେ ଆଉ ଆପଣମାନେ ବହୁତ ଅପେକ୍ଷାରେ ମଧ୍ୟ ରହିଥିଲେ। ଯଦି ଆମେ ଶରୀର ବିଷୟରେ କହିବା ବିଶେଷ ଭାବରେ ଶରୀରରେ ଆପଣମାନଙ୍କର ସୁଧାର ମଧ୍ୟ ଆସିବ। ପୁରୁଣା ବେମାରୀରୁ ଆପଣମାନଙ୍କୁ ଛୁଟକାରା ମଧ୍ୟ ମିଳିବ। କିନ୍ତୁ ମଝିରେ ଟିକେ ଆପଣମାନଙ୍କୁ ପ୍ରୋବ୍ଲେମ ମଧ୍ୟ ଆସିପାରେ। ଆପଣମାନେ ବିଶେଷ ଭାବରେ ଖାଦ୍ୟପେୟ ଉପରେ ଧ୍ୟାନ ମଧ୍ୟ ଦିଅନ୍ତୁ। ଲମ୍ବା ସମୟରୁ ଆପଣମାନେ ଯାହା ସବୁ ଚାହୁଁଥିଲେ ସେ ସବୁ ଆପଣମାନଙ୍କୁ ମିଳିବ। ସମସ୍ୟାର ଉଚିତ ହାଲରେ ପହଞ୍ଚିବା ପାଇଁକିନା କୌଣସି ସଠିକ ବ୍ୟକ୍ତିଙ୍କର ପରାମର୍ଶ ମଧ୍ୟ ନେବା ପାଇଁକିନା ଆପଣମାନଙ୍କୁ ପଡ଼ିବ। ଯାହା ଦ୍ୱାରା ଆପଣମାନଙ୍କୁ ପ୍ରତ୍ୟେକ ଦିନ ସମସ୍ୟାର ଛୁଟକାରା ମଧ୍ୟ ମିଳିବ। ତା ସହିତ ବିନା ପରାମର୍ଶରେ କୌଣସି ଡକ୍ଟରଙ୍କ ପରାମର୍ଶରେ ଆପଣମାନେ ମେଡିସିନ ଯଦି ନିଅନ୍ତି ଆପଣମାନଙ୍କୁ ପ୍ରୋବ୍ଲେମ ମଧ୍ୟ ଫେସ୍ କରିବା ପାଇଁକିନା ପଡ଼ିବ। କିନ୍ତୁ ଯଦି ଉପାୟ ବିଷୟରେ କହିବା କି ଶ୍ରୀକୃଷ୍ଣଙ୍କର ପୂଜା ଆରାଧନା ମଧ୍ୟ କରନ୍ତୁ। ଯେତେବେଳେ ଆପଣମାନେ ବାହାରକୁ ଯାଆନ୍ତି ସେତେବେଳେ ଆପଣମାନେ ପକେଟରେ ଧୂପ ଆଦି ନେଇକିନା ଯାଆନ୍ତୁ। ସର୍ବଦା ନିଜ କ୍ରୋଧ ଉପରେ ମଧ୍ୟ ନିୟନ୍ତ୍ରଣ ରଖନ୍ତୁ। ତା ସହିତ ଆପଣମାନେ ସଦାସର୍ବଦା ସତ କହିବା ପାଇଁକିନା ଟ୍ରାଏ ମଧ୍ୟ କରନ୍ତୁ। ତାହା ଦ୍ୱାରା ଦେଖିବେ ଆପଣମାନଙ୍କୁ ପ୍ରତ୍ୟେକଟି କ୍ଷେତ୍ରରେ ସଫଳତା ମଧ୍ୟ ପ୍ରାପ୍ତ ହେବ। ତା ସହିତ ଆପଣମାନେ ପରିଶ୍ରମ କରିବାକୁ ଆଦୌ ବି ଭୁଲନ୍ତୁ ନାହିଁ। ଆଶା କରୁଛି ଆଜିର ଏ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ତେବେ କମେଣ୍ଟ ବକ୍ସରେ ଜୟ ଶ୍ରୀକୃଷ୍ଣ ବୋଲି ଅବଶ୍ୟ ଲେଖନ୍ତୁ। ଶ୍ରୀକୃଷ୍ଣଙ୍କର ଆଶୀର୍ବାଦ ଆପଣମାନଙ୍କୁ ପ୍ରାପ୍ତ ହେଉ। ପୁଣି ଦେଖା ହେବ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହୁଛି। ଧନ୍ୟବାଦ।